ଖରା ଦିନରେ ଅଧିକାଂଶ ବାଇଗଣ ଗଛରେ ଏଇଭଳିଆ ସବୁ ଛୋଟ ଛୋଟ ପୋକ ଲାଗିଥାଏ ଯାହାକୁ କୁହନ୍ତି ବିନ୍ସ ବେଟଲ୍ସ। ତ ଏଇ ପୋକ ଗୁଡାକ ଲାଗିଥାଏ ତାର ପତ୍ରର ଆଉ ତଳ ଭାଗରେ ଯୋଉଟା କି ପତ୍ରକୁ ଜାଲି କରିବା ସହିତ ପତ୍ରରେ ଯେତିକି ଭିଟାମିନ୍ ମଧ୍ୟ ଶୋଷିଥାନ୍ତି। ତାପରେ କିଛିଟା କିଡ଼ା ଲାଗିଥାଏ ଯୋଉଗୁଡାକ ପତ୍ରର ପୁରା ଏମିତିଆ ବ୍ଲାକ୍ ସ୍ପଟ୍ ପଡେ। ତ ଏଗୁଡାକ ରିମୁଭ୍ କରିବା ବହୁତ ସହଜ। ତ ଏକୁ ଖାଲି ହାର୍ଡ କରିକି ପାଣି ସ୍ପ୍ରେ କର। ତ ଏଥିରେ କୌଣସି ବିଷ କିମ୍ବା କୌଣସି ନିମ୍ ଅଏଲ୍ ବି ପକେଇବା ଦରକାର ପଡିବନି। ଏଇଟା ହଉଛି ଗୋଟେ ପ୍ରକାର ଉଡା ପୋକ। ତ ଏଇଟା କେବଳ ପତ୍ର ହଉଛି ତଳ ଭାଗରେ ଲାଗିଥାଏ ଜାଲି କରିବା ସହିତ ପତ୍ରକୁ ବ୍ଲାକ୍ ସ୍ପଟ୍ ଆଉ ୟେଲୋ ସ୍ପଟ୍ ବି ପକାଇଥାଏ। ତ ବାଇଗଣର ଧରଣ ବି ବହୁତ କମ୍ ଆସିଥାଏ ଏଇ ପୋକ ଲାଗିବା ପରେ। ତ ଏଇଟା ଖାସ କରିକି ଆମର ବାଇଗଣ ଗଛରେ ଅଧିକା ଦେଖିବାକୁ ମିଳେ। ଜହ୍ନି ଗଛରେ ବି ହୁଏ କିନ୍ତୁ ଜହ୍ନି ଗଛରେ ବହୁତ କମ୍। କିନ୍ତୁ ବାଇଗଣ ଗଛରେ ଅଧିକା ଦେଖିବାକୁ ମିଳେ, ସେଇଟା ପୁଣି ଖରା ଦିନରେ। ଶୀତ ଦିନ ବର୍ଷା ଦିନରେ ଏତେ ବେଶୀ ଦେଖିବାକୁ ମିଳେନି ଏ ପୋକ, କେବଳ ଖରା ଦିନରେ ଦେଖିବାକୁ ମିଳେ। ତ ଏଇଟାକୁ କେବଳ ହଉଛି ଆପଣ ପାଣି ଏମିତି ସ୍ପିଡି କରିକି ଛାଡ଼ିବେ। ଯୋଉ ଜାଗାରେ ମାନେ ପୋକ ଗୁଡାକ ଥିବ ନା ସେଗୁଡାକ ହଉଛି କିଛିଟା ଲଉଟିକି ପଡିବ, ଯଦି ଉଲ୍ଟିକି ଯୋଉ ପଡେ ତ ସେଇ ପୋକ ଗୁଡାକ ଖରା ଧାସ ବାଜିକିରି ନଷ୍ଟ ହେଇଯିବ, ମାନେ ମରିଯିବ। ଆଉ ଯଦି କିଛିଟା ହଉଛି ପୋକ ଉପରେ ପାଣି ପ୍ରେସର ପଡିଲା ତ ସେ କିଛିଟା ପୋକ ଉଡିକି ପଳେଇଯାଏ। ଆଉ କିଛି ପଖ ଜଏଣ୍ଟ ହେଇକିରି ତଳେ ପଡେ ଯୋଉଗୁଡାକ ଚାଲି ପାରନ୍ତିନି। ଆଉ ସେଗୁଡାକ ଖରା ଧାସ ବାଜିଲା ପରେ ଅଧଘଣ୍ଟେ ଭିତରେ ସେଗୁଡାକ ନଷ୍ଟ ହେଇଯାଏ। ତ ଏମିତି ପୁରା ଇଜିରେ ଆପଣ ମାରିପାରିବେ କେବଳ ପାଣିରେ। ତ ସେଥିପାଇଁ ପୋକ ପାଇଁ କୌଣସି ମେଡିସିନ କିଣିବାକୁ ଆପଣଙ୍କୁ ପଡିବ। ତ ୟା ପାଇଁ ବି ଆପଣ ରେଡିମେଡ୍ ଆପଣ ମାର୍କେଟରୁ ବି ମଧ୍ୟ କିଣିପାରିବେ। ୟା ପାଇଁ ମେଡିସିନ ବି ବହୁତ ହି ବଢିଆ ବଢିଆ ଆସୁଛି, କିନ୍ତୁ ମେଡିସିନ ପକେଇଲେ ଗଛ ଉପରେ ଇଫେକ୍ଟ ଆସିବା ସହିତ ଆପଣଙ୍କର ଅର୍ଗାନିକ ଗାର୍ଡେନରେ ଏଇଟା କୌଣସି ଫାଇଦା ରହିବନି। ଯେମିତି ଆପଣଙ୍କ ବଗିଚାରେ ଗୋଟେ ପ୍ରକାର ବିଷର ଇସ୍ତେମାଲ ହବ। ତ ସେଥିପାଇଁକା ଆପଣ ଯଦି ଅର୍ଗାନିକ ଗାର୍ଡେନିଂ କରୁଛନ୍ତି ତାହେଲେ ଏମିତିକା ଭାବରେ ସୁରୁଖୁରୁରେ ଭଗାନ୍ତୁ। ତ ଏଇଟା ଗୋଟେ ଯେହେତୁ ଉଡା ପୋକ, ଆପଣ ସୁରୁଖୁରୁରେ ଏକୁ ଭଗେଇ ପାରିବେ। ଅନ୍ୟ ଗଛରେ ଇଏ ବି କୌଣସି କ୍ଷତି କରିବନି, କେବଳ ବାଇଗଣ ଗଛରେ ଲାଗିଥାଏ। ତ ବାଇଗଣ ଗଛରେ ଦୂର ହେଇଗଲା ପରେ ଏ ଆଉ କୌଣସି ଗଛକୁ ଯିବନି। ପାଣି ସ୍ପ୍ରେ କରିସାରିଲା ପରେ ପୋକ ଗୁଡା ଦେଖ କେମିତି ଲଉଡ଼ି ସବୁ ଛଟପଟ ହଉଛନ୍ତି।